ସୁନ୍ଦର ମୁଖ ଚନ୍ଦା ଭଜରେ ମନ ଗୋବିନ୍ଦା ভজরে মন গোবিন্দা গিরিধর নাগর মুরলী মনোহর গিরিধর নাগর মুরলী মনোহর প্রেম কে ভজরে মন গোবিন্দা ভজরে মন গোবিন্দা শ্যাম সুন্দর মুখ চন্দা ভজরে মন গোবিন্দা ভজরে মন গোবিন্দা গিরিধর নাগর মুরলী মনোহর গিরিধর নাগর হে প্রেমকে ডোর সে বন্ধা ভজরে মন গোবিন্দা হরি হরি ও গণে নারায়ণ রুদ্র মৃকে ভাস করে তথা বীর্ণা মিলন কর্তব্য পঞ্চদেব কইলে ভজ মন ব্রজবন দ্বিজ রাজঙ্গু শ্রবণ করন্তু অখণ্ড ভারতর আত্মা তত্ত্ববিদ বিবুধ সমাজ পালা এ যুগকু তো আউ সে পালা ନାହିଁ কারণ না বদলি চালিছি যুগ বদলে রাগ বদলে পাগ বদলে রীতি বদলে গীতি বদলে যতি বদলে সতী বদলে ভক্তি বদলে মতি বদলে বদলি যায় সাহি পালার পরম্পরা আদ্যরে মন চৈতন্য দ্বিতীয় শক্তি বন্দনা তৃতীয় মঙ্গলাষ্টক চতুর্থে এসবু আউ নাই তথাপি ধর্ম রক্ষা করিবা পাই পদে অধে কহিবা আজ্ঞা আজ্ঞা লেখা তো যাহা থিলা সবু অলগা প্রকার হেলা যাহা হইছি ভাল হইছি ईश्वर जहा करती प्राणी मंगल मंगलाचरण गोटे पद गाँची तापर
ଏ କବିତାର ଭାବ ଆପଣଙ୍କୁ କହିବି। କୃଷ୍ଣ କରୁଣାମୃତ ନାଟକମ୍ ହଁ ହଁ ବିଲ୍ୱ ମଙ୍ଗଳଙ୍କ ରଚନା। ଆଜ୍ଞା ପଙ୍କେ ବିଲିପ୍ତ ସହସା ସୁତ ବିଲୋକ୍ୟମ୍ ଦାମୋଦରେ ବଦତି ଗୋପମନା ଯଶୋଦା ସୁକର ଗତ ପୁତନାରେ ଶ୍ରୁତ୍ୱାବଚ ସ୍ମିତ ମୁଖ ତୁମ ବାଳ କୃଷ୍ଣ। ସେତିକି ଭଗବାନ କୃଷ୍ଣଙ୍କର କୌତୁକ କଥା, ବାଲ୍ୟକାଳର କଥା। ମା ଯଶୋଦା ଡାକିଲେ, କହିଲେ କାହ୍ନାରେ ଖେଳିବାକୁ ତ ଯିବ, କ୍ଷୀର ଟିକେ ପିଇକି ଯାଅ। ନା ନାହିଁ ମା, ଆସିଲେ କ୍ଷୀର ପାନ କରିବେ। ଚାଲିଗଲେ। ଖେଳ ଭିତରେ ତୃଷା ଲାଗିଲା। ଆଜ୍ଞା ଭାବିଲେ ମାକୁ ଆଉ କାହିଁ କ୍ଷୀର ମାଗିବି, ଯେଉଁ ଧେନୁଠାରୁ କ୍ଷୀର ଦୋହନ କରିକି ଦିଅନ୍ତି ସେ ତ ବନ୍ଧା ହେଇଛି, ତାରି କ୍ଷୀର ତ ପିଇଥାନ୍ତି। ତେଣୁ ସେ ଗାଈ ପାଖକୁ ଚାଲିଗଲେ। ତାର ସ୍ତନରେ ଚିରରେ ମୁଖ ଲଗାଇ ଯେତେବେଳେ କ୍ଷୀର ପିଅନ୍ତି, ଗାଈ ଜାଣିପାରିଲାନି, ପଦାଘାତ କଲା, ମାଇଲା ନା ତ ମୂତ୍ର ଗର୍ତ୍ତରେ କୃଷ୍ଣ ପଡ଼ିଗଲେ। ପାଣି ପଙ୍କ ଦେହରେ ଲାଗିଗଲା। ସାଥୀ ପିଲାମାନେ ଦେଖୁଥିଲେ, ଯଶୋଦାଙ୍କୁ ଯାଇ ଡାକିଲେ, କହିଲେ ତୁମ ପୁଅ କହ୍ନେଇ କିଡ଼େ ଭୁଲ କରିଛନ୍ତି ଦେଖ। ଗଲା ବେଳକୁ ଆଙ୍କ ଦେହ ପଙ୍କ ଆଉ ପାଣି ଲାଗିଛି। ପଙ୍କେ ବିଲିପ୍ତ ସହସା କି ହଠାତ୍ ନିଜ ପୁଅକୁ ଯେତେବେଳେ ଦେଖିଲେ, ଆଜ୍ଞା ଏ ଦାମୋଦରେ ବଦତି ଗୋପମନା ଯଶୋଦା। ଭଗବାନ କୃଷ୍ଣଙ୍କୁ ରାଗରେ ଯଶୋଦା ରାଣୀ କହିଲେ, କହିଲେ ତଂ ଶୁକର ଗତ ଜନ୍ମାନି ପୁତ ନାରୀ। ରେ ପୁତ ନାରୀ, ଗତ ଜନ୍ମରେ ତୁ ଶୁକର କି ଘୁଷୁରୀ ହେଇଥିଲୁ କି ରେ? ଆଚ୍ଛା, କାରଣ ନା ଘୁଷୁରୀଟା ସଦାବେଳେ ପାଣି ପଙ୍କରେ ଲୋଟେ। ତେଣୁ ତୁ ଗଲା ଜନ୍ମରେ ହୋଇଥିଲୁ କୁ, ଏ ଜନ୍ମ ତ ନୁହଁ। ଶ୍ରୁତ୍ୱାବଚ, ମାଙ୍କର ବଚନ ଶୁଣିଲା ମାତ୍ରେ କୃଷ୍ଣ ଦୁଃଖ କଲେନି, ରାଗ ହେଲେନି, ହସି ଦେଲେ। କହିଲେ ମୋର ଗଲା ଜନ୍ମ ଯେଉଁ ବରାହ ଅବତାର କଥା ମା ଜାଣିଛି କି? ସୂର୍ଯ୍ୟ ଅବତାର ମୋ ମା ଜାଣିଛନ୍ତି କି? ଆଚ୍ଛା, ଏଇ କଥା ଭାବିକି ହସି ଦେଲେ। ସେ ପାତୁବ ବାଳକୃଷ୍ଣ, ସେଇ ବାଳକ କୃଷ୍ଣ ସଙ୍ଗତରେ ବିଜେ କରିଥିବା ବଳଭଦ୍ର ଚ ସୁଭଦ୍ରା ଜଗନ୍ନାଥ ସୁଦର୍ଶନ ଲକ୍ଷ୍ମୀ ସରସ୍ୱତୀ ମାଧବ ଆଜି ଆସ୍ଥାନକୁ ବିରାଜମାନ କରି ଉପସ୍ଥିତ ଭଦ୍ରମଣ୍ଡଳୀ ଆବାଳ ବୃଦ୍ଧ ବନିତା ଏବଂ ମୋର ସମସ୍ତ ପାଲା ପ୍ରେମୀ ଏବଂ ପାଲା ଗାୟକ ସାଥୀବୃନ୍ଦ ଅନନ୍ତ ନାରାୟଣଙ୍କର ମଙ୍ଗଳ ବାଞ୍ଛା କରିବା ସଙ୍ଗେ ସଙ୍ଗେ ଉତ୍କଳ ଜନନୀର, ଭାରତ ଜନନୀର ଏବଂ ବିଶ୍ୱର ମଙ୍ଗଳ ବିସ୍ତାର କରିବା ସଙ୍ଗେ ସଙ୍ଗେ ଆମର ପାଲାକାର ମାନଙ୍କୁ ସେଇ ଜଗତନାଥ ଜଗନ୍ନାଥ ଆରୋଗ୍ୟ କରି ଦୀର୍ଘଜୀବୀ କରନ୍ତୁ ଏବଂ ପାଲାକୁ ଚିରଜୀବୀ କରାନ୍ତୁ। ବୋଲ ପ୍ରେମାନନ୍ଦ ବାପା। ଗୋଟିଏ ପଦ ନଟବର ଧଳଙ୍କର ଲେଖା ଆରମ୍ଭ କରିଛି। ଭଜ ମନ ବ୍ରଜ ବନ ଦ୍ୱିଜରାଜଙ୍କୁ ରେ ମନ ଏ ବ୍ରଜବନର ଦ୍ୱିଜରାଜଙ୍କୁ ଭଜନ କର। ଏ ବନ୍ଦନ କର, ଅର୍ଚ୍ଚନା କର, ପଠନ କର, ଶ୍ରବଣ କର, ସ୍ମରଣ କର, ବନ୍ଦନ କର, ଆପଣଙ୍କ ଇଚ୍ଛା ଯାହା। କାହିଁକି ନା କିଛି ପାଇବା ପାଇଁ। ସେ ପରା ମୁକ୍ତିଦାତା ମୁରାରୀ।
ଆମେ ମାନେ ସେ ମୁକ୍ତି ମାଗି ପାରୁନା। ନା ନା ବ୍ରହ୍ମଦାତା ସୁରବର ତରୁ ଶଙ୍କର ଶଙ୍କର। ରତ୍ନଦାତା। ଅଳ୍ପ ସମୟ ବହୁତ କଥା କହିବି ବୋଲି ଭାବିଛି, ପ୍ରଭୁଙ୍କ ଇଚ୍ଛା। ତେଣୁ ସେ ମୁକ୍ତିଦାତା ମୁରାରୀ ସବୁ ପଢ଼ିବା ଦରକାର ନାହିଁ। ଆମେମାନେ ମୁକ୍ତି ମାଗୁନଥାଇ ଠାକୁରଙ୍କ ନିକଟକୁ ଗଲେ ମାଗୁଥାଇ, ପ୍ରଭୁ ମୋ ଘର ରକ୍ଷା କର। ପ୍ରଭୁ କ'ଣ ଘର ରକ୍ଷା କରିପାରନ୍ତି? ନା ପାରିଛନ୍ତି? ପ୍ରଭୁ କେବେ ଘର ରକ୍ଷା କରିପାରିନାହାନ୍ତି। ନା ନା ସେଥିପାଇଁ ଗୋଟିଏ ପଦ କବି ସୂର୍ଯ୍ୟ ବଳଦେବ ରଥଙ୍କର ଲେଖା ଓ ଗାଇବି। ଆପଣମାନେ ଦେଖୁଛନ୍ତି ହଁ ହଁ ବୟସ ତ ଅତିକ୍ରମ କରିଗଲା। ମୋ ଆପଣମାନଙ୍କର ଦର୍ଶନ ଆଶୀର୍ବାଦ କଲ୍ୟାଣ ନେବା ପାଇଁ ଓହୋ ଆସିଛି। ଭାଗ୍ୟ। ଏ ପାଲା ସଂଘରେ ମୋ ଜୀବନ କାଳେ ମୁଁ କେତେବେଳେ ପାଲା ଗାଇନି। ନା ନା ତେଣୁ ଆପଣମାନଙ୍କର ଆଶୀର୍ବାଦ ନେବା ପାଇଁ ଆସିଛି। ଗାଇକି ଆପଣଙ୍କ ମନ ଖୁସି ପାରିବିନି। ପୁଅ ଗୋଟିଏ ପଦ କହିଲେ ଜଳଧି ଅଙ୍ଗେ ନିଜ ପ୍ରଭୁଙ୍କୁ ମାଗିବା ଆମ ଘର ରକ୍ଷା କରିବା ପାଇଁ। କବି କହିଲେ ଜଳଧି ଅନ୍ତେ ନିଜ ଘର ଦେବା ଧୀରାଜ ଉଡ଼ାଇ ଦେଇଛ ଆପଣ। ଆପଣ ତ ନିଜ ଘର ରଖିପାରି ନାହାନ୍ତି। ଆମେ ଡାକିବା ଘର ରକ୍ଷା କର ବୋଲି କେମିତି ରଖିବେ? ପ୍ରଭୁ ପରା ଘର ଉଡ଼ା, ସେ ଘର ରକ୍ଷା କରନ୍ତି ନାହିଁ। ନା 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 ତାହେଲେ ମାଗିବା ପ୍ରଭୁ ଘର ରକ୍ଷା ନ କର, ମୋର ବଂଶ ରକ୍ଷା କର। ତାହେଲେ ପ୍ରଭୁ କ'ଣ ବଂଶ ରକ୍ଷା କରିପାରନ୍ତି? ଭାଗବତରେ ତାର ପ୍ରମାଣ ଅଛି। କହିଲେ ମାୟାର ଥିଲେ ନିଜ ବଂଶକୁ ଯାହାର ଲୋଭ ଆସିଲାନି, ଏ ପୁଅ ନାତି ମାନଙ୍କୁ ମାରିକି ବଂଶ ବୁଡ଼ାଇ ଦେଲେ। ଆମେ ମାଗିବା ପ୍ରଭୁ ଆମ ବଂଶ ରକ୍ଷା କର। ରକ୍ଷା କରିପାରିବେ ତ? ସେ ପରା ବଂଶ ବୁଡ଼ା। ପ୍ରଭୁ ହେଉଛନ୍ତି ଘର ବୁଡ଼ା ଏବଂ ବଂଶ ବୁଡ଼ା। ଆଉ ତାହେଲେ ମାଗିବା ପ୍ରଭୁ ମୋତେ ରକ୍ଷା କର। ନିଜେ ବଞ୍ଚିଥିଲେ ବାପାର ନା, ତେଣୁ ପ୍ରଭୁ ମୋତେ ରକ୍ଷା କର। ପ୍ରଭୁ କ'ଣ ରକ୍ଷା ହେଇପାରିଛନ୍ତି ଯେ ଆମକୁ ରଖିପାରିବେ? ନାଇଁ ରେ ବାପା, ପ୍ରଭୁ ପରା ରକ୍ଷା ହେଇପାରିଲେନି। ନିଜେ ବଞ୍ଚିବା କହିଲେ ମାୟାର ଥିଲେ ବଞ୍ଚିବା ଅସମ୍ଭବ, ଠିକ ଠିକ, ନିଜେ ବଞ୍ଚିବା ଅସମ୍ଭବ, ସେ କାହିଁ ଅନ୍ୟକୁ ରଖିବ। ଏ ଶବରର ସ୍ୱରାଘାତରେ ପ୍ରଭୁଙ୍କର ପ୍ରାଣ ଚାଲିଗଲା। ସେ ସ୍ୱର ଟାକିତି ହାତ କି ଚାଖଣ୍ଡେ ଲମ୍ବ ନୁହଁ ଆଜ୍ଞା, ଅଳ୍ପ ଟିକିଏ ମାତ୍ର। ଆରେ ଅଙ୍ଗୁଠି ଛିଡ଼େ ଘର ଶଣେ ନିଷ୍ଠୁର ନିଶେଷ ଅର୍ଥାତ ଅଙ୍ଗୁଷ୍ଠି ଭିତରେ ଲୁହା ଖଣ୍ଡକ ରହିଗଲା। ଭୀମର ଆଙ୍ଗୁଠି ଛିଡ଼ିଲା ପଟେ ଲୁହା ଛିଡ଼ିଲାନି।
ଆହା ତାହେଲେ ସେଇଟାକୁ ସର କରିକି ଶବର ଆଣିଥିଲା। ହଁ। ସେ ସରଟା ଯେତେବେଳେ ନିକ୍ଷେପ କଲା ପ୍ରଭୁଙ୍କର ମସ୍ତକରେ କି ଛାତିରେ କି ପେଟରେ ବାଜିନି, ବେଶ ଆଜ୍ଞା ପାଦ ତଳେ ବାଜିଲା। ହଁ ତାହେଲେ ଯାହା ପାଦ ତଳେ ଗୋଟେ କଣ୍ଟା ଭେଦିଯାଏ ସେ ଲୋକଟା ମରିଯାଏ କି? କେବେ ନୁହେଁ। ସାରେ ତାହେଲେ ପ୍ରଭୁ ମରିଗଲେ। ସାରେ ସେଇଟା ବି ବିଷାକ୍ତ କଣ୍ଟା ହେଇଥିବ। ବିଷାକ୍ତ କଣ୍ଟା। ହଁ ହଁ ତାହେଲେ ପ୍ରଭୁଙ୍କ ଦେହରେ କଣ ବିଷ ଚଳେ? ବିଷ ଚଳିଯିବ। ଜୟଦେବ ପରା ଲେଖିଛନ୍ତି କଣ କହିଲେ କାଳିଅ ବିଷ ଆରେ ଯଦୁ ଆରେ ପ୍ରଭୁଙ୍କ ଦେହରେ ବିଷ ଚଳେନି। ତେଣୁ ପ୍ରଭୁ କାହାରିକି ରକ୍ଷା କରିପାରନ୍ତି ନାହିଁ। ନା ଏ ଭଜମନ ବ୍ରଜବନ ଦ୍ୱିଜରାଜ। ବେଶ ତାହେଲେ ବ୍ରଜବନର ଦ୍ୱିଜରାଜ ଆଜ୍ଞା ବ୍ରଜପୁର, ଗୋପପୁର, ଗୋକୁଳ, ଖର୍ବଟ ନଗର ତାର ଚାରିଟା ନା। ହଁ ବ୍ରଜପୁର କାହିଁକି ନା କଂସ ଭୟରେ ରାଜାମାନେ ନିଜ ରାଜ୍ୟ ବର୍ଜନ କରି ଆସି ଗୋପ ସୀମାରେ ରହିଲେ। ଯେଉଁମାନେ ରହିଲେ ସେଇ ସ୍ଥଳଟା ହେଲା ବରଜପୁର ବା ବ୍ରଜପୁର। ହଁ ରାଜ୍ୟ ବର୍ଜନ କରି ଆସି ରହିବାରୁ ତା ନାଁ ହେଲା ବ୍ରଜପୁର। ହଁ ତାହେଲେ ଗୋକୁଳ ନା ରାକ୍ଷସ ମାନଙ୍କର ଭୟରୁ ନନ୍ଦରାଜା ଗୋପପୁରରେ ନ ରହି ଆଉ ଗୋଟାଏ ସ୍ଥାନ ନିରୂପଣ କଲେ। ଗୋପବାସୀ ଯାଇ ସେ ସ୍ଥାନରେ ରହିବାରୁ ତା ନାଁ ଦେଲେ ଗୋକୁଳ 16,000 ଗୋପୀ ଯେଉଁଠି ରୁହନ୍ତି ସେଇ ଗୋଟାକ ଗୋପପୁର। ଆଜ୍ଞା ଆଉ ନନ୍ଦରାଜାଙ୍କର ରାଜ୍ୟ ନାଁଟା ଖର୍ବଟ ନଗର। ହଁ ବାବା ହଁ ତାହେଲେ ଭଜମନ ବ୍ରଜବନ ଦ୍ୱିଜରାଜ ବେଶ ସେଇ ବ୍ରଜବନର ଦ୍ୱିଜରାଜ ଯେ କି ଭଗବାନ କୃଷ୍ଣ। ବେଶ। ହରେ ପୁଅ ଭଗବାନ ଘର ବୁଡ଼ା ବଂଶ ବୁଡ଼ା ଏବଂ ନିଜେ ମଲେ କାହା ବଞ୍ଚି ପାରିଲେନି। ହଁ 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 ଖାଲି ସେତିକି ନୁହଁ, ଆଉ ମିଥ୍ୟାବାଦୀ ହଁ ସତ୍ୟ କୁହନ୍ତିନି। କଣ ଭାଗବତରେ ଲେଖା ଅଛି ସତ୍ୟ କହିବ ନିତ୍ୟ ତୁଣ୍ଡେ କେବେ ଆଜ୍ଞା ଭାଗବତ ଲେଖିଲା ସତ୍ୟ କହିବ ନିତ୍ୟ ତୁଣ୍ଡେ। ଆମେ ଯେତେ ଗାୟକ ମାନେ ପାଲା ବାଲା ମାନେ ଅଛେ ସତରେ ସତ କହିପାରିବା? ଆଜ୍ଞା ଯଜମାନ ଯେତେବେଳେ ବହିନା ଛିଣ୍ଡଉଛି ପାଲା ପାଇଁ ଆମେ କହିବା ସେ ଅମୁକ ଷ୍ଟେଜରୁ ଗାଉଥିଲୁ ଯେ 10,000, ଆପଣ କ'ଣ 8,000 କହିଲେଣି? କାରଣ ନା ମିଛ ନ କହିଲେ ରେଟ୍ ଅଧିକା ବଢ଼େଇ ହବ। ନା 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 ଛାଡ଼ ଛାଡ଼ ସେ କଥା। ଓକିଲ ମାନେ ମିଥ୍ୟା କହିବା ପାଇଁ କେବଳ ବହି ପଢୁଛନ୍ତି। ଆଚ୍ଛା ବେପାରୀ ଜଣେ ସତ କହିକି ଚଳିପାରିବ? କେବେ ନୁହଁ। ତାହେଲେ କବି ଲେଖିଲେ ସତ୍ୟ କହିବ ନିତ୍ୟ ତୁଣ୍ଡେ। ପ୍ରଭୁ କ'ଣ କରିପାରନ୍ତି ନା ମିଥ୍ୟାବାଦୀ ସତ୍ୟ କହିଲେନି। ଆମେମାନେ ତ ସତ୍ୟ କହିବା ପାଇଁ ପଛେଇଲେ। ସତ୍ୟ କହିଲେ ଲାଭ ନାହିଁ, ମିଥ୍ୟା କହିଲେ ଲାଭ ଅଛି। ତାହେଲେ ଲେଖା ହେଲା କାହିଁକି ସତ୍ୟ କହିବ ନିତ୍ୟ ତୁଣ୍ଡେ? ନା ଆଉ ଗୋଟେ ଅର୍ଥ ତାର ଅଛି। ମା ଲକ୍ଷ୍ମୀଙ୍କର 4ଟି ପୁଅ ସତ୍ୟ ଶାନ୍ତି ଦୟା କ୍ଷମା। ସେଇ ଭାଗବତରେ ଲେଖା ଅଛି ସତ୍ୟ ଶାନ୍ତି ଯେ ଦୟା କ୍ଷମା ଏ 4 ପ୍ରଭୁଙ୍କ ମହିମା। ତାହେଲେ ଲକ୍ଷ୍ମୀଙ୍କର ଜ୍ୟେଷ୍ଠ ପୁଅ ନାମ ସତ୍ୟ। ଆପଣମାନେ ଯେବେ ସବୁବେଳେ ସତ୍ୟ କହିବେ ମା ଲକ୍ଷ୍ମୀଙ୍କର ଜ୍ୟେଷ୍ଠ ପୁଅ ଆପଣଙ୍କ ଘରେ ରହିବ। ତାହେଲେ ଲକ୍ଷ୍ମୀ କେତେ ଦିନ ପରେ ଖୋଜିବେ, ପ୍ରଭୁଙ୍କୁ ପଚାରିବେ ବଡ଼ ପୁଅଟା କାହିଁ ଘରକୁ ଆସୁନି, କେଉଁଠି ରହିଲାଣି? ନା ଚାଲ ଟିକେ ଖୋଜି ଦେଖି ଆସିବା। ତାହେଲେ ପୂଜା ନାହିଁ, ଯଜ୍ଞ ନାହିଁ, ହୋମ ନାହିଁ, କିଛି ନାହିଁ। ଲକ୍ଷ୍ମୀ ନାରାୟଣ ଆପଣଙ୍କ ଘରକୁ ଯିବେ। ସତ୍ୟ କହିଲେ ଲାଭ ଏପରି ହବ। 4ଟା ଯାକ ଯେବେ ସତ୍ୟ ଶାନ୍ତି ଦୟା କ୍ଷମା 4ଟା ଯାକ ଆପଣ ରଖିପାରିବେ ତାହେଲେ ସେଇ ଗୋଟାକ ବୈକୁଣ୍ଠପୁର ହେବ। ଲକ୍ଷ୍ମୀ ନାରାୟଣ ଆପଣଙ୍କ ଘରେ ଆସିକି ରହିବେ। ବନ୍ଧୁ
आम प्रोग्राम टी आपको केमती लगिला यार मतामत दियंतु लाइक करंतु शेयर करंतु आउ कौन सब्सक्राइब करने को केबे भूलंतुनी। रोजी नमस्कार।